ପୁରୀ ଜିଲ୍ଲା କୋଣାର୍କ ମଦ ଦୋକାନ ଉପରେ ବୋମାମାଡ଼ ଘଟଣା ଘଟିବାର କିଛି ଦିନ ନ ପୂର୍ବରୁ ପୁଣି ଗୋପ ବସ୍ତିର ମାଂସ ବ୍ୟବସାୟୀ ଶେଖ୍ ତାଲିମଙ୍କ ଘରକୁ ଲକ୍ଷ୍ୟ କରି ଗତ ବିଳମ୍ବିତ ରାତିରେ ଭୟାନକ ବୋମାମାଡ଼ ହୋଇଛି। ଶେଖ୍ ତାଲିମଙ୍କ ପରିବାର ଲୋକମାନେ ରାତିରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଆସି ତାଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ବୋମାମାଡ଼ର ଶବ୍ଦ ଏତେ ଭୟଙ୍କର ଥିଲା ଯେ ପୁରା ବସ୍ତି କମ୍ପି ଉଠିଥିଲା। ଏହି ବିସ୍ଫୋରଣ ଫଳରେ ଘରର ଝରକା କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବୋମାର କିଛି ଅଂଶ ପଡ଼ି ରହିଥିବା ଦେଖିବାକୁ ମିଳିଛି। ହେଲେ ସୌଭାଗ୍ୟବଶତଃ ଏହି ବୋମାମାଡ଼ରେ କେହି ଆହତ ହୋଇନାହାନ୍ତି। କିନ୍ତୁ ଏନେଇ ସମଗ୍ର ଗୋପ ବସ୍ତି ଅଞ୍ଚଳରେ ଆତଙ୍କ ଓ ଭୟର ବାତାବରଣ ଖେଳିଯାଇଛି। ସେପଟେ ପୂର୍ବ ଶତ୍ରୁତା କିମ୍ବା ବ୍ୟବସାୟିକ ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଗୋପ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। गोटे 3 मिनिट आम शोलु शोवा अवस्था आउ गोटे बम झरका को मारिकी झरका भांगी सान भाई आम शोते आउ गोटे द्वार मुह को मारे किए मारते आम तो देखिनु से रास्ता उपर मारिकी आम कल बल उठला बेलू तो सब धुआं जे भय बाहर भय लगे कि आप शत्रु अच्छा कि ना पूर्व शत्रु से कथा तो आमर शत्रु किए मुझे किसी का ना कह कौन कह तथापि भयभीत आप भयभीत पूरा करी राति सागे सागे पुलिस स्टेशन फोन कलु सार आसते बड़ाबू बड़ाबू आसिक सब देखा देखी बम आवाज के बहुत पूरा बस्ती अधा लोक सब उठी आस से भई साइड लोक पड़े उठिकी